କିଛି ବୁଝିପାରୁନି ବାପା। ସେ ଏତେ ବଡ଼ ନିଷ୍ପତ୍ତି ନେଲା କାହିଁକି? ମତେ ଲାଗୁଛି କୋଉ ଗୋଟେ ପରିସ୍ଥିତିରେ ପଡି ଏ ଭୁଲ କାମ କରିଛି। ଲୋକରାଜ ଭୟରେ ସିନା ଆମେ ତାକୁ ଘରୁ ତଡେଇ ଦେଲୁ, କିନ୍ତୁ ସେ ଗଲା ପରଠୁ ମୋ ଛାତି ଫାଟି ଯାଉଛି ରେ, ମୋ ଛାତି ଫାଟି ଯାଉଛି। ନାହିଁ ବାପା, ଯାହା ସବୁ ହେଇଛି ଆମ ପାଇଁ ଭଲ ହେଇଛି। ଏଥିରେ ମନ ଦୁଃଖ କଲେ ଲାଭ କଣ? ଚାଲ ସବୁ ଠିକ ହେଇଯିବ। ହଁ ଠିକ ହେଇଯିବ।